ହୃଦୟକୁ ଛୁଇଁଲା ଭଳି କାହାଣୀଟିଏ। ସମୟ ବାହାର କରି ନିଶ୍ଚୟ ଶୁଣନ୍ତୁ। ମୋ ବାପାଙ୍କୁ ଲାଗିଲା କି ମୁଁ ଗର୍ଭବତୀ ଅଛି ବୋଲି। ବଦନାମର ଡରରେ ବାପା ମୋ ବାହାଘର ଚାକର ସହ କରେଇଦେଲେ। ମୁଁ ନିର୍ଦ୍ଦୋଷ ଥିଲି। କିନ୍ତୁ ଯେତେବେଳେ ବାହାଘର 6 ମାସ ପରେ ମୋର ଛୁଆ ଜନ୍ମ ହେଲା ତ ସେ ଛୁଆଟିକୁ ଦେଖି ମୋର ହୋସ୍ ଉଡ଼ିଗଲା। କାହିଁକି ନା ଏ ଛୁଆ ତ ମୋର। ମୁଁ ଥକି ଯାଇ କଲେଜରୁ ଘରକୁ ଆସିଲି ତ ବାପାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ଥିଲି। କାହିଁକି ନା ବାପା ତ ସବୁଦିନ ଏହି ସମୟରେ ଅଫିସରେ ରୁହନ୍ତି। ହେଲେ ଆଜି ନିରାଟ ଖରାବେଳଟାରେ ଘରକୁ କେମିତି ଚାଲି ଆସିଲେ? ଗରମ ଆଉ ଝାଳ ପାଇଁ ମୋ ଅବସ୍ଥା ବହୁତ ଖରାପ ଥିଲା। ବାପା ମୋ ଆଡ଼କୁ ଏକ ଗଭୀର ନଜରରେ ଚାହିଁଲେ, ଯେମିତିକି ସେ ମୋ ଭିତରେ କିଛି ଦେଖିବାକୁ ଚାହୁଁଥିଲେ। ଆଉ ଦେଖିବା ମାତ୍ରକେ ବହୁତ ଅଜବ ଢଙ୍ଗରେ ପ୍ରଶ୍ନ ପଚାରିବାକୁ ଲାଗିଲେ। ମାନସୀ, ଆଜି ତତେ କଲେଜରୁ ଆସିବାକୁ ଏତେ ଡେରି କ'ଣ ପାଇଁ ହେଇଗଲା? ବାପାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ଚିନ୍ତିତ ହୋଇ ତାଙ୍କ ସାମ୍ନାରେ ବସିଗଲି ଆଉ କହିବାକୁ ଲାଗିଲି ଯେ ବାପା, ଆଜି ଏକ୍ସଟ୍ରା କ୍ଲାସ୍ ଥିଲା, ଏଥିପାଇଁ ମୋତେ ଘରକୁ ଆସିବାକୁ ଡେରି ହେଇଗଲା। ବାପା ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ମୋ ଆଡ଼କୁ ଦେଖିବାକୁ ଲାଗିଲେ ଆଉ କହିଲେ, ବାସ୍ ଏତିକି କଥା। ମୋତେ ତାଙ୍କର ପଚାରିବାର ଅନ୍ଦାଜ ବିଲକୁଲ ବି ଭଲ ଲାଗୁନଥିଲା। କିନ୍ତୁ ଏହା କିଛି ନୂଆ କଥା ନଥିଲା। ବହୁତ ବର୍ଷରୁ ମୁଁ ତାଙ୍କର ଏ ବ୍ୟବହାରରେ ଚିନ୍ତିତ ଥିଲି। ବାପାଙ୍କୁ ମୋ କଥା ଉପରେ ବହୁତ କମ୍ ହିଁ ଭରସା ହେଉଥିଲା। ସେ ଏମିତି ଭାବରେ ପ୍ରଶ୍ନ କରୁଥିଲେ ଯେମିତି ମୁଁ ତାଙ୍କଠୁ କିଛି ଲୁଚଉଛି। ମୁଁ କହିଲି, ହଁ ବାପା, କେବଳ ଏତିକି କଥା ଥିଲା। ଆଉ ବାପା, କେଉଁ କଥା ଆଉ ହେଇପାରିଥାନ୍ତା? ଏମିତିରେ ବି ଡ୍ରାଇଭର ମୋ ସହିତ ସବୁବେଳେ ରୁହେ। ଆପଣ ଚାହାନ୍ତି ତ ତାକୁ ବି ପଚାରି ପାରନ୍ତି। ମୋତେ କଲେଜ ନେବା ଆଣିବା କରୁଥିବା ଡ୍ରାଇଭର 24ରୁ 25 ବର୍ଷର ଯବାନ ପୁଅଟେ ଥିଲା। ତା ନାମ ଆଲୋକ ଥିଲା। କିନ୍ତୁ ବାପାଙ୍କୁ ତା ଉପରେ ବହୁତ ଭରସା ଥିଲା। ଏହା ପୂର୍ବରୁ ତା ବାପା ଆମ ଘରେ କାମ କରୁଥିଲେ। ସେମାନେ ବହୁତ ଭଲ ଲୋକ ଥିଲେ। ଯେବେଠୁ ମୁଁ କଲେଜ ଯିବା ଆସିବା ଆରମ୍ଭ କରିଥିଲି, ଆଲୋକ ହିଁ ମୋତେ ନେବା ଆଣିବାର ଦାୟିତ୍ୱ ଉଠାଉଥିଲା। ଏତେ ବିଶ୍ୱାସ ଦେଲା ପରେ ବାପାଙ୍କୁ ମୋ କଥା ଉପରେ ଟିକେ ଭରସା ହେଲା। ତାପରେ ସେ କହିଲେ, ଠିକ୍ ଅଛି, ରୁମ୍କୁ ଯା ଆଉ ଫ୍ରେଶ୍ ହେଇଯା, ତାପରେ ସାଙ୍ଗ ହେଇକି ବସିକି ଖାଇବା। ମୋତେ ମୋ ବାପାଙ୍କର ଏ ବ୍ୟବହାର ବିଲକୁଲ ବି ଭଲ ଲାଗିଲାନି। କହିବାକୁ ଗଲେ ତ ସେ ମୋ ବାପା ଥିଲେ, ହେଲେ ଭଲ ପାଇବା ତ ବହୁତ ଦୂରର କଥା। ସେ ମୋ ସହ ସବୁବେଳେ ରାଗିକି କଥାବାର୍ତ୍ତା କରୁଥିଲେ। ମୋର ପ୍ରତ୍ୟେକଟି ଛୋଟ କଥା ଉପରେ ତାଙ୍କର ନଜର ରହୁଥିଲା। ରାତିରେ ସେ କେତେଥର ମୋ ରୁମ୍ରେ ଚକର କାଟୁଥିଲେ। ଜଣା ନାହିଁ କାହିଁକି କେଜାଣି ବାପାଙ୍କୁ ମୋ ଉପରେ ଭରସା ନଥିଲା। ଯେତେବେଳେ ମୋ ରାଗ ଟିକେ ଶାନ୍ତ ହେଲା, ମୁଁ ଫ୍ରେଶ୍ ହେଇକି ଖାଇବା ପାଇଁ ଆସି ଡାଇନିଂ ଟେବୁଲ ଉପରେ ବସିଗଲି। ବାପା ବାରମ୍ବାର ମୋ ଆଡ଼କୁ ଦେଖୁଥିଲେ। ଏମିତି ଲାଗୁଥିଲା କି ସେ ଯେମିତି ମୋତେ କିଛି କହିବାକୁ ଚାହୁଁଥିଲେ। ମୁଁ ତାଙ୍କୁ କେତେଥର ପଚାରିଲେ ବି ଯେ କଥା କ'ଣ ବୋଲି, କିନ୍ତୁ ସେ ମୋ କଥାର କୌଣସି ଉତ୍ତର ଦେଲେନି। ଯେବେଠୁ ମା ଏ ଦୁନିଆରୁ ଚାଲି ଯାଇଥିଲା, ବାପା ହିଁ ମୋତେ ପାଳିପୋଷି ମଣିଷ କରିଥିଲେ। ମୋର ବୟସ ପାଖାପାଖି 10 ବର୍ଷ ଥିଲା, କିନ୍ତୁ ଏବେ ମୋ ବୟସ 17 ବର୍ଷ ହୋଇଯାଇଥିଲା। ବାପା ସବୁବେଳେ ମୋତେ ଟାଣ ଟାଣ କଥା କହୁଥିଲେ। ତାଙ୍କର ଏ ବ୍ୟବହାରରେ ମୁଁ ନିଜ ଘରେ ହିଁ ଅଣନିଶ୍ୱାସୀ ହୋଇ ପଡ଼ୁଥିଲି। କଲେଜରେ ମୋର ଏକ ସାଙ୍ଗ ଥିଲା, ତା ନାଁ ଶ୍ୱେତା। ତାହା ସହ ମୋର ବହୁତ ଗଭୀର ବନ୍ଧୁତା ଥିଲା। କେବେ କେବେ ମୁଁ ଶ୍ୱେତା ଘରକୁ ଚାଲିଯାଏ। ଶ୍ୱେତାର ଗୋଟେ ଭାଇ ଥିଲା, ଆଶୁତୋଷ। ଯେତେବେଳେ ମୁଁ ଶ୍ୱେତାର ଘରକୁ ଯାଉଥିଲି, ଆଶୁତୋଷ ବି ଆମ ସହ କଥା ହେବାକୁ ଲାଗେ। କେବେ ଆଶୁତୋଷ ଶ୍ୱେତାକୁ କଲେଜ ଛାଡ଼ିବା ପାଇଁ ମଧ୍ୟ ଆସୁଥିଲା। ଆଶୁତୋଷ କଥାରୁ ଏମିତି ଲାଗେ ଯେମିତିକି ସେ ମୋତେ ପସନ୍ଦ କରୁଥିଲା। ସେ ଜଣେ ଭଲ ପିଲା ଥିଲା। ହେଲେ ବାପାଙ୍କ ଡରରେ ମୁଁ ଚେଷ୍ଟା କରୁଥିଲି ଯେ ମୁଁ ଯେମିତି ତାଠୁ ଦୂରେଇ ଦୂରେଇ ରହିବି। କିନ୍ତୁ ଗୋଟେ ଦିନ ମୋର ଦୁର୍ଭାଗ୍ୟ ଥିଲା। ତାହା ମୋତେ ଜଣା ନଥିଲା ବାପା ମୋ ପଛେ ପଛେ କଲେଜ ଆସିଥିଲେ ଆଉ ସେ ଆଶୁତୋଷ ସହିତ ମୋତେ କଥା ହେଉଥିବାର ଦେଖିଦେଲେ। ବାପା ମୋ କଲେଜକୁ କାହିଁକି ଆସିଥିଲେ ତାହା ମୋତେ ଜଣା ନାହିଁ, କିନ୍ତୁ ସେହି ଦିନଠୁ ମୋ ଜୀବନରେ ପ୍ରଳୟ ମାଡ଼ି ବସିଲା। ଆଶୁତୋଷ ସହ କଥା ହେଉଥିବାର ଦେଖି ରାଗରେ ବାପା ମୋତେ ଗାଡ଼ିରେ ବସେଇଲେ ଆଉ ନିଜ ସହ ଘରକୁ ନେଇ ଆସିଲେ। ସେହି ଦିନଠୁ ବାପା ମୋର କଲେଜ ଯିବା ଆସିବା ବନ୍ଦ କରେଇଦେଲେ। ତାଙ୍କୁ ସନ୍ଦେହ ଥିଲା ଯେ ଆଶୁତୋଷ ମୋର ସମ୍ପର୍କ ଅଛି ବୋଲି। ମୁଁ ବାପାଙ୍କୁ 1000 ଥର ବୁଝେଇବା ପାଇଁ ଚେଷ୍ଟା କଲି, କିନ୍ତୁ ବାପା ମୋର କୌଣସି କଥା ଶୁଣିଲେନି ଆଉ ରାଗରେ କହିଲେ,
ମୁଁ ମୋ ଇଜ୍ଜତକୁ ବାଜିରେ ଲଗେଇ ପାରିବି ନାହିଁ। ତୁ ମୋ ବିଶ୍ୱାସକୁ ଭାଙ୍ଗିଛୁ। ତୋ ମା ମରିବା ପରେ ମୋର ଦିନ କେବଳ ତୋ କଥା ଚିନ୍ତାରେ ହିଁ କଟିଛି। ରୋକଠୋକ କରିବି ଆଜି ତୁ ମୋ ମୁହଁରେ ଚୂନ କାଳି ବୋଳିଦେଲୁ। ବାପାଙ୍କର ଏ କଥା ମୋତେ ଭିତରୁ ଥରେଇ ଦେଉଥିଲା। ମୋ କାନ୍ଦ ବୋବାଳି କିଛି କାମ ଦେଲାନି। ଆଉ ମୋ ପାଠପଢ଼ା ଅଧାରେ ହିଁ ରହିଗଲା। ଯେତେବେଳେ କି ଆଶୁତୋଷ ମୋର ଏମିତି କିଛି ସମ୍ପର୍କ ନଥିଲା ଯେ ଯେଉଁଥିରେ କି ମୋ ବାପାଙ୍କ ମୁଣ୍ଡ ତଳକୁ ହୋଇଯାଇଥାନ୍ତା କିମ୍ବା ବାପାଙ୍କ ଇଜ୍ଜତ ଉପରେ କିଛି ଆଞ୍ଚ ଆସିଥାନ୍ତା। ମୁଁ ଘରେ ବନ୍ଦୀ ହୋଇକି ରହିଯାଇଥିଲି ଆଉ ଚୁପଚାପ ନୀରବରେ ନିଜ ରୁମ୍ରେ ହିଁ ପଡ଼ି ରହୁଥିଲି। ଆମ ଘରେ ପଇସା ପତ୍ରର କୌଣସି ଅଭାବ ନଥିଲା, କିନ୍ତୁ ଏକ ସ୍ୱାଧୀନତା ହିଁ ଥିଲା ଯାହା ପାଇଁ ମୁଁ ତରସି ଯାଉଥିଲି। ମୋ ବାପାଙ୍କୁ ହିଁ ଯେତେବେଳେ ମୋ ଉପରେ ଭରସା ନଥିଲା ତ ମୁଁ ଅନ୍ୟମାନଙ୍କଠୁ କ'ଣ ବା ଆଶା ରଖିଥାନ୍ତି। ଗୋଟେ ଦିନ ମୋ ବାପାଙ୍କ ସାଙ୍ଗ ପ୍ରମୋଦ ଅଙ୍କଲ, ଯିଏକି ମୋ ବାପାଙ୍କ ବିଜନେସ୍ ପାର୍ଟନର ଥିଲେ, ସେ ଆମ ଘରକୁ ଆସିଲେ। ଆଉ ଆସିବା ମାତ୍ରକେ ସେ ମୋତେ ମୋ ପାଠପଢ଼ା ବିଷୟରେ ପଚାରିବାକୁ ଲାଗିଲେ। ମୁଁ କାନ୍ଦି କାନ୍ଦି ତାକୁ ସବୁ ସତ କଥା କହିଦେଲି। ସେ ବାପାଙ୍କର ବହୁତ ପୁରୁଣା ସାଙ୍ଗ ଥିଲେ ଆଉ ସେ ପ୍ରାୟ ସମୟ ଆମ ଘରକୁ ଯିବା ଆସିବା କରୁଥିଲେ। ସେଥିପାଇଁ ମୁଁ ତାଙ୍କୁ ବିଲକୁଲ ବି ଡରୁନଥିଲି। ମୁଁ ମୋ ହୃଦୟର ସବୁ କଥା ତାଙ୍କୁ ସହଜରେ କହିପାରୁଥିଲି। ପ୍ରମୋଦ ଅଙ୍କଲଙ୍କର ଯେତେବେଳେ ମୋ ପାଠପଢ଼ା ବିଷୟରେ ଜଣାପଡ଼ିଲା ତ ସେ ମୋତେ ବୁଝେଇକି କହିଲେ ଯେ ତୁ ଜମାରୁ ଚିନ୍ତା କରନି, ମୁଁ ତ ବାପାଙ୍କ ସହ କଥା ହେଇ ତୋତେ ପାଠ ପଢ଼ା ପାଇଁ ପୁଣି ଆରମ୍ଭ କରିଦେବି। ପ୍ରମୋଦ ଅଙ୍କଲଙ୍କ କଥା ଶୁଣି ମୋତେ ଟିକେ ଆଶ୍ୱାସନା ମିଳିଲା, କାହିଁକି ନା ବାପା ପ୍ରମୋଦ ଅଙ୍କଲଙ୍କର ସବୁ କଥା ମାନନ୍ତି। ପ୍ରମୋଦ ଅଙ୍କଲ ଏକଥା ବାପାଙ୍କୁ କହିବା ଆଗରୁ ହିଁ ମୋ ଜୀବନରେ ଏକ ନୂଆ ମୋଡ଼ ବଦଳେଇ ଦେଲା। ଗୋଟେ ଦିନ ରାତିରେ ମୁଁ ଗଭୀର ନିଦରେ ଶୋଇଥିଲି। ଠିକ୍ ସେହି ସମୟରେ ବାପା ଅଚାନକ ମୋ ରୁମ୍କୁ ଆସିଲେ। ସେତେବେଳକୁ ମୋ ଫୋନ୍ ରିଙ୍ଗ ହେଉଥିଲା। ସେଥିପାଇଁ ବାପା ମୋ ଫୋନ୍କୁ ଉଠେଇଲେ ତ ଫୋନ୍ରେ ଆଶୁତୋଷ ଥିଲେ। ସେ ମୋତେ ଏହା ପଚାରିବା ପାଇଁ ଫୋନ୍ କରିଥିଲେ ଯେ ତାଙ୍କୁ ଜଣାଥିଲା କି ତା ପାଇଁ ମୋ ପାଠପଢ଼ା ବନ୍ଦ ହେଇଯାଇଛି ବୋଲି। ଏ କଥା ମୋ ସାଙ୍ଗ ଶ୍ଵେତାଠୁ ତାଙ୍କୁ ଜଣାଥିଲା। ସେଥିପାଇଁ ସେ ସାଙ୍ଗେ ସାଙ୍ଗେ ଫୋନ୍ କରିଦେଲା। କିନ୍ତୁ ବାପା ସେ ଫୋନ୍ କଲ୍କୁ ମଧ୍ୟ ଭୁଲ ବୁଝିଲେ। ତାଙ୍କୁ ଲାଗିଥିଲା ଯେ ଆଶୁତୋଷ ସହ ମୋର ନିଶ୍ଚିନ୍ତ କିଛି ଗଭୀର ଭାବରେ ସମ୍ପର୍କ ଅଛି। ସେଇଦିନ ରାତିରେ ହିଁ ବାପା ମୋ ଫୋନ୍ ଛଡ଼େଇ ନେଇଗଲେ ଆଉ ମୋତେ ରୁମ୍ରୁ ମଧ୍ୟ ବାହାରକୁ ବାହାରିବା ପାଇଁ ମନା କରିଦେଲେ। ଏସବୁ ହେଲା ପରେ ମୁଁ ମୋ ରୁମ୍ରେ ଦିନ ସାରା ବନ୍ଦ ହେଇ ରହୁଥିଲି। କେବେ ଯଦି ପ୍ରମୋଦ ଅଙ୍କଲ ଆସୁଥିଲେ ତ ମୋତେ ଦେଖା କରିବା ପାଇଁ ମୋ ରୁମ୍କୁ ଚାଲି ଆସିଥିଲେ। ସେ ମୋତେ କହୁଥିଲେ କି ବାସ୍ କିଛି ଦିନ ଅପେକ୍ଷା କରିନେ, ମୁଁ ତୋର ପାଠ ପଢ଼ିବା ପାଇଁ ତୋ ବାପାଙ୍କୁ ମନେଇ ନେବି। ଏବେ ଏସବୁକୁ ମାତ୍ର 2 ଦିନ ବିତିଥିଲା ଆଉ ହଠାତ୍ ବାପା ମୋ ରୁମ୍କୁ ଆସିଲେ ଆଉ କହିଲେ ଆଜି ପରଠୁ ତୁ ମୋର ରୁମ୍ରେ ହିଁ ଶୋଇବୁ। ମୁଁ ଏକ ଯବାନ ଝିଅ ଥିଲି ଆଉ ମୋ ପାଇଁ ବାପାଙ୍କ ସହ ଶୋଇବା ଲାଜର କଥା ଥିଲା। ମୁଁ ବାପାଙ୍କୁ କହିଲି ମୁଁ ନିଜ ରୁମ୍ରେ ହିଁ ଠିକ୍ ଅଛି। ମୋ କଥା ଶୁଣିକି ବାପା ରାଗିକି କହିଲେ, କାହିଁକି? ରାତିରେ ତତେ ଦେଖା କରିବା ପାଇଁ ରୁମ୍କୁ କିଏ ଆସୁଛି କି? ବାପାଙ୍କର ଏମିତି କଥା ଶୁଣିକି ମୋ ଆଖିରେ ଲୁହ ଚାଲି ଆସିଲା। ମୁଁ କାନ୍ଦି କାନ୍ଦି ତାଙ୍କୁ କହିଲି ଯେ ଗୋଟେ ଥର ତ ନିଜ ଝିଅ ଉପରେ ଭରସା କର। ବାପା କହିଲେ ଯେତିକି ଭରସା କରିବାର ଥିଲା ମୁଁ କରିନେଲି, କିନ୍ତୁ ଆଜି ପରଠୁ ତୁ ମୋ ରୁମ୍ରେ ଶୋଇବୁ। ସେହିଦିନ ପରଠୁ ବାପା ମୋତେ ତାଙ୍କ ରୁମ୍ରେ ହିଁ ଶୋଇବା ପାଇଁ ଆରମ୍ଭ କରିଦେଲେ। ସେହିଦିନ ପରଠୁ ବାପା ମୋତେ ତାଙ୍କ ରୁମ୍ରେ ହିଁ ଶୁଣେଇବା ଆରମ୍ଭ କରିଦେଲେ। ବାପାଙ୍କ ରୁମ୍ରେ ଶୋଇଲା ବେଳେ ମୁଁ ସାରା ରାତି ଏମିତି ହିଁ ଚାହିଁ ଚାହିଁ କାଟିଦେଲି, କାହିଁକି ନା ବାପାଙ୍କ ରୁମ୍ରେ ଶୋଇବାଟା ମୋତେ ଭଲ ଲାଗୁନଥିଲା। ରାତି ସାରା ଅନିଦ୍ରା ରହିବା ପରେ ଯେତେବେଳେ ମୁଁ ମୋ ରୁମ୍କୁ ଯାଏ ତ ପୁରା ଦିନ ଶୋଇବାରେ ହିଁ ବିତି ଯାଉଥିଲା। ଏବେ ଏସବୁ 3 ମାସ ବିତିଥିଲା କି ଅଚାନକ ମୋ ଦେହ ଖରାପ ହେବାକୁ ଲାଗିଲା। ଏମିତି ଲାଗୁଥିଲା କି ମୋ ମୁଣ୍ଡ ଭାରି ଭାରି ଲାଗିବା ସହ ଜୋରରେ ବୁଲେଇ ଦେଉଥିଲା। ବାପା ଯେମିତି ହିଁ ମୋ ଦେହ ଖରାପ ଥିବାର ଦେଖିଲେ ତ ତାଙ୍କୁ ବିଶ୍ୱାସ ହେଇଗଲା ଯେ ମୁଁ ଗର୍ଭବତୀ ଅଛି ବୋଲି। ମୋର ଏ ଅବସ୍ଥା ଦେଖିକି ବାପା ରାଗି ଯାଇ ମୋତେ କହିଲେ, ଦେଖିଲୁ ତ ତୋ ଭୁଲ କାମର ପରିଣାମ ଆମ ସାମ୍ନାକୁ ଆସିଗଲା। ଯେଉଁ କଥାର ଡର ଥିଲା ସେଇଆ ହିଁ ହେଇଗଲା। ତୁ ସେ ପୁଅ ସହ କେବଳ କଥା ହେଉନଥିଲୁ, ବରଂ ଆମ ବଂଶର ଇଜ୍ଜତ ମାଟିରେ ମିଶେଇ ଦେଲୁ। ଏବେ ଆମେ କେଉଁଠି ବି ମୁହଁ ଦେଖେଇ ପାରିବୁନି। ବାପାଙ୍କର ଏ କଥା ଶୁଣିକି ମୋ ଉପରେ ଯେମିତି ଆକାଶ ଛିଡ଼ି ପଡ଼ିଲା। ବାପା ବଦନାମୀର ଡରରେ ନା ହିଁ ମୋତେ ସେ ହସ୍ପିଟାଲ ନେବାକୁ ଚାହୁଁଥିଲେ, ନା ହିଁ ମୋର କୌଣସି କଥାରେ ବିଶ୍ୱାସ କରୁଥିଲେ।
ଏସବୁ ଘଟିଲା ପରେ ବାପା ତୁରନ୍ତ ଫୋନ୍ କରିକି ପ୍ରମୋଦ ଅଙ୍କଲଙ୍କୁ ଘରକୁ ଡାକିଦେଲେ। ଆଉ ତାଙ୍କୁ ଏ ଖବର ଏମିତି ଶୁଣେଇଲେ ଯେ ମୁଁ ଲଜ୍ଜାରେ ଆଉ କାହାକୁ ମୁହଁ ଦେଖେଇ ପାରିଲିନି। ପ୍ରମୋଦ ଅଙ୍କଲ ବି ଏକଥା ଶୁଣିକି ଚିନ୍ତିତ ହୋଇଗଲେ। ଆଉ ସେ ମୋ ଆଡ଼କୁ ଚାହିଁଲେ ଆଉ କହିଲେ, ମାନସୀ, ଆଗରୁ ମୋତେ ଲାଗୁଥିଲା ଯେ ତୋ ବାପାଙ୍କୁ ବୁଝିବାରେ ଭୁଲ ହେଇଯାଇଥିବ, କିନ୍ତୁ ତୁ ତ ତାଙ୍କ ଇଜ୍ଜତ ମାଟିରେ ମିଶେଇ ରଖିଦେଲୁ। ଗୋଟେ ଥର ବି ନିଜ ବାପାଙ୍କ ବିଷୟରେ ଭାବିଲୁନି? ପ୍ରମୋଦ ଅଙ୍କଲ ମୋ ବାପାଙ୍କୁ ପରାମର୍ଶ ଦେଲେ ଯେ ଯଦି ତତେ ସତରେ ଏମିତି ଲାଗୁଛି କି ମାନସୀ ଗର୍ଭବତୀ ଅଛି ବୋଲି, ତାହେଲେ ତୁ ତାର ରାତାରାତି ବାହାଘର କରେଇଦେ, ଯାହାଫଳରେ କି ଏ ଛୁଆଟିକୁ ବାପାର ନାଁ ମିଳିଯିବ ଆଉ ଏ କଥା ଲୁଚିକି ରହିଯିବ ଆଉ ତୁ ବଦନାମରୁ ବଞ୍ଚିଯିବୁ। ମୋତେ ପ୍ରମୋଦ ଅଙ୍କଲଙ୍କଠୁ ଏ କଥାର ଆଶା ନଥିଲା। ମୋତେ ଲାଗୁଥିଲା ଯେ ସେ ମୋ କଥାକୁ ବୁଝିବେ। ବାପା ଓ ପ୍ରମୋଦ ଅଙ୍କଲ ଏହିସବୁ କଥା ହେଉଥିଲେ। ଠିକ୍ ସେହି ସମୟରେ ଆଲୋକ ସେମାନଙ୍କ ପାଇଁ ଚା ନେଇକି ଆସିଲା। ଆଲୋକକୁ ସାମ୍ନାରେ ଦେଖିବା ମାତ୍ରକେ ବାପା ତାକୁ ପଚାରିଲେ, କ'ଣ ତୁ ମାନସୀକୁ ବାହା ହେବୁ? ବାପାଙ୍କ ଏ କଥା ଶୁଣିକି ମୋତେ ଏକ ଶକ୍ତ ଝଟକା ଲାଗିଲା ଭଳି ଅନୁଭବ ହେଲା କି ବାପା ମୋତେ କେମିତି ମୋ ବାହାଘର ଏକ ଚାକର ସହ କରେଇ ପାରିବେ, ଯେତେବେଳେ କି ମୁଁ କିଛି ପାପ ହିଁ କରିନଥିଲି ଆଉ ନା ହିଁ ମୁଁ ପ୍ରେଗନେଣ୍ଟ ଥିଲି। ଆଲୋକ ମୋ ଆଡ଼କୁ ଚାହିଁ ହଡ଼ବଡ଼େଇ ଗଲା ଆଉ କହିଲା, ବାବୁ, ଆପଣ ଏ କେମିତିକା କଥା କହୁଛନ୍ତି? ମୁଁ ମାନସୀ ମେମ୍ ସାହେବଙ୍କୁ କେମିତି ବାହା ହେଇପାରିବି? ବାପା ଆଲୋକକୁ ବୁଝେଇକି କହିଲେ, ଯଦି ସେ ମୋତେ ବାହା ହେବ ତାହେଲେ ସେ ତାର ପୁରା ଜୀବନ ହିଁ ବଦଳେଇ ଦେବେ। କେବଳ ଏତିକି ନୁହେଁ, ବରଂ ତା ମା ବାପାଙ୍କର ସବୁ ଆବଶ୍ୟକ ମଧ୍ୟ ପୂରଣ କରିଦେବେ। ବାପା ଏତେ ବୁଝେଇବା ପରେ ଆଲୋକ ମୋତେ ବାହା ହେବା ପାଇଁ ରାଜି ହେଇଗଲା। ଆଉ ଆସନ୍ତା 2 ଦିନ ମଧ୍ୟରେ ମୋ ବାହାଘର ଆଲୋକ ସହ କରେଇ ଦିଆଗଲା। ମୁଁ ଚାହିଁକି ବି ଏ ବାହାଘରକୁ ମନା କରିପାରିଲିନି ଆଉ ନ ଚାହିଁକି ମଧ୍ୟ ଆଲୋକକୁ ବାହା ହେଇଗଲି। ବାପା ଆଲୋକକୁ ଗିଫ୍ଟରେ ଏକ ଫ୍ଲାଟ୍ ଦେଲେ। ବାହାଘର ପରେ ଆଲୋକ ମୋତେ ସେହି ଫ୍ଲାଟ୍କୁ ନେଇକି ଆସିଲେ। ଆଲୋକକୁ ମୁଁ ମୋର ସ୍ୱାମୀ ହେବାର ଅଧିକାର ଦେଇନଥିଲି। ମୁଁ ଆଉ ଆଲୋକ ଅଲଗା ଅଲଗା ରୁମ୍ରେ ରହୁଥିଲୁ। ମୁଁ ତାଙ୍କ ସହ କିଛି ଜରୁରୀ କଥା ହୁଏ, ତାପରେ ନିଜ ରୁମ୍ରେ ବନ୍ଦ ହୋଇଯାଏ। ଆଲୋକଙ୍କର ମୋ ପାଖରେ କିଛି ଅଭିଯୋଗ ନଥିଲା, ବରଂ ସେ ମୋତେ ସବୁ ସମୟରେ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ। ଆମ ବାହାଘରକୁ 2 ମାସ ବିତିଥିଲା କି ନାହିଁ, ମୋ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗିଲା ଆଉ ମୋ ପେଟ ଜଣେଇବାକୁ ଲାଗିଲା ଯେ ମୁଁ ଗର୍ଭବତୀ ଅଛି ବୋଲି। କିନ୍ତୁ ମୋତେ ଏବେ ପର୍ଯ୍ୟନ୍ତ ବି ବିଶ୍ୱାସ ହେଉନଥିଲା ଯେ ମୁଁ ଗର୍ଭବତୀ ଅଛି ବୋଲି। କାହିଁକି ନା ମୁଁ ତ ସେମିତି କିଛି ଭୁଲ କାମ ହିଁ କରିନଥିଲି। ତାହେଲେ ମୁଁ ପ୍ରେଗନେଣ୍ଟ କେମିତି ହେଇଯିବି? କିନ୍ତୁ ଯେତେବେଳେ ଡାକ୍ତରଙ୍କୁ ଦେଖାଗଲା ତ ସେ କହିଲେ ଯେ ମୁଁ 5 ମାସର ପ୍ରେଗନେଣ୍ଟ ବୋଲି। ଏସବୁ ଶୁଣିକି ମୁଁ ସ୍ଥିର ହୋଇଗଲି। ମୁଁ ତ ଏମିତି କିଛି କରିନଥିଲି, ହେଲେ ମୋ ପେଟରେ ଏ ଛୁଆ କେମିତି ଆସିଲା? ଘରକୁ ଆସିବା ପରେ ଆଲୋକ ଏବେ ଆଗକୁ ଅଧିକ ମୋର ଯତ୍ନ ନେବାକୁ ଲାଗିଲେ। ଆଲୋକ ମୋତେ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କର ଏମିତି ଭାବରେ ଭଲ ପାଇବା ଦେଖିକି ବୋଧେ ଧୀରେ ଧୀରେ ମୁଁ ବି ତାଙ୍କୁ ଭଲ ପାଇ ବସିଥିଲି। କାହିଁକି ନା ମୁଁ ମୋ ଜୀବନରେ ପ୍ରଥମ ଥର ଜଣକୁ ଦେଖିଥିଲି ଯିଏ ମୋର ସବୁ କଥାକୁ ଶୁଣୁଥିଲା ଆଉ ବିଶ୍ୱାସ ମଧ୍ୟ କରୁଥିଲା ଆଉ ବିନା ସ୍ୱାର୍ଥରେ ମୋର ଆଗରେ ପଛରେ ବୁଲୁଥିଲା, କେବଳ ମୋତେ ଟିକେ ଖୁସିରେ ଦେଖିବା ପାଇଁ। ଆଲୋକ କେବେ ବି ମୋ ପେଟରେ ବଢ଼ୁଥିବା ଛୁଆ ବିଷୟରେ ମୋତେ କିଛି ପ୍ରଶ୍ନ କରିନଥିଲେ। ସେ ବହୁତ ହିଁ ସଫା ମନ ଆଉ ନିଃସ୍ୱାର୍ଥପର ମଣିଷଟିଏ ଥିଲେ। ଯେବେଠୁ ମୁଁ ଜାଣିବାକୁ ପାଇଲି ଯେ ମୁଁ 5 ମାସର ପ୍ରେଗନେଣ୍ଟ ଅଛି ବୋଲି, ସେବେଠୁ କେଉଁଠି ନା କେଉଁଠି ମୋ ମନରେ ଏ କଥା ଥିଲା ଯେ ମୋ ସହିତ ଯାହା ଘଟିଛି ଏସବୁ ମୋ ବାପା ହିଁ କରିଥିବେ ନିଶ୍ଚିନ୍ତ। କାହିଁକି ନା ଯେବେଠୁ ଏ ଛୁଆ ମୋ ପେଟକୁ ଆସିଲା, ମାନେ ବାହାଘର 3 ମାସ ପୂର୍ବରୁ ସବୁଦିନ ରାତିରେ ମୁଁ ମୋ ବାପାଙ୍କ ରୁମ୍ରେ ହିଁ କାଟିଥିଲି। ଏହି ଭାବନାରେ ହିଁ ମୁଁ ପ୍ରତ୍ୟେକଟି ଦିନ କାଟୁଥିଲି। ଆଉ କିଛି ଦିନ ପରେ ମୋର 2 ମାସ ପୂରଣ ହେଲା ଆଉ ମୋ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଗଲା। ମୋତେ ଜଲ୍ଦି ଜଲ୍ଦି ହସ୍ପିଟାଲ ନିଆଗଲା ଆଉ ହସ୍ପିଟାଲ ଯିବା ପରେ ଜଣାପଡ଼ିଲା ଯେ ମୋର ପ୍ରସବ ସମୟ ଆସିଯାଇଛି ବୋଲି। କିଛି ସମୟର ଅପେକ୍ଷା ପରେ ମୁଁ ଏକ ପୁଅକୁ ଜନ୍ମ ଦେଲି। ଡାକ୍ତର ଛୁଆକୁ ଦେଖାଇବାକୁ ଚେଷ୍ଟା କଲେ ତ ମୁଁ ମୁହଁ ବୁଲେଇ ଦେଲି। ମୁଁ ସେ ଛୁଆକୁ ଦେଖିବାକୁ ମଧ୍ୟ ଚାହୁଁନଥିଲି, ଯାହା ପାଇଁକି ମୋର ପୁରା ଜୀବନ ନଷ୍ଟ ହୋଇଯାଇଥିଲା। ଆଲୋକ ଯେତେବେଳେ ଦେଖିଲେ କି ମୁଁ ସେ ଛୁଆକୁ ଘୃଣା କରୁଛି, ସେ ସେହି ଛୁଆକୁ ବହୁତ ସ୍ନେହର ସହ ନିଜ କୋଳକୁ ନେଇଗଲେ ଆଉ ସେ ହିଁ ସେହି ଛୁଆଟିର ଯତ୍ନ ନେବାକୁ ଲାଗିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆମେ ଘରକୁ ଚାଲି ଆସିଲୁ। ଆଲୋକ ମୋତେ ଆଉ ମୋ ଛୁଆକୁ ନିଜ ଜୀବନଠୁ ଭଲ ପାଉଥିଲେ।
ଆଉ ଆମର ଯତ୍ନ ନେଉଥିଲେ। ତାଙ୍କର ଏ ମନୋଭାବ ଦେଖିକି ମୁଁ ପଚାରିଲି ଯେ ଆଲୋକ, କେମିତି ତମେ ଆଉ କାହାର ପିଲାକୁ ଏତେ ଭଲ ପାଇବାର ସହ ଆପଣେଇ ପାରୁଛ, ଯେତେବେଳେ କି ତୁମକୁ ଭଲ ଭାବରେ ଜଣାଅଛି ଯେ ଏ ଛୁଆ ତୁମର ନୁହେଁ ବୋଲି। ମୋ କଥା ଶୁଣିକି ଆଲୋକ କିଛି ସମୟ ପାଇଁ ଚୁପ୍ ହେଇଗଲେ। ଆଉ ତାପରେ କହିବାକୁ ଲାଗିଲେ ଯେ ମାନସୀ, ମୁଁ ତୁମକୁ ବହୁତ ଭଲ ପାଏ। ତୁମ ସହ ଯୋଡ଼ି ରହିଥିବା ସବୁ ଜିନିଷ ମୋର ବହୁତ ପସନ୍ଦ। ଏ ଛୁଆକୁ ତମେ ହିଁ ଜନ୍ମ ଦେଇଛ। ଏହାକୁ ମୁଁ ସେତିକି ହିଁ ଭଲ ପାଏ ଯେତିକି ମୁଁ ତୁମକୁ ଭଲ ପାଏ। ତାଙ୍କ ମୁହଁରୁ ଏପରି ଭାବରେ ମୋ ଭଲ ପାଇବା କଥା ଶୁଣିକି ମୁଁ ସ୍ଥିର ହେଇଗଲି। ଛୁଆକୁ ଜନ୍ମ ହେବାର 1 ମାସ ପାଖାପାଖି ବିତି ସାରିଥିଲା, କିନ୍ତୁ ଏବେ ପର୍ଯ୍ୟନ୍ତ ମୁଁ ମୋ ଛୁଆକୁ ନିଜ କୋଳରେ ଧରି ନଥିଲି। ଆଲୋକ ହିଁ ରାତିଦିନ ଛୁଆଟିକୁ ନିଜେ ଲାଳନ ପାଳନ କରୁଥିଲେ। ମୁଁ ମୋ ରୁମ୍ରେ ବନ୍ଦ ହେଇକି ନିଜ ଦୁର୍ଭାଗ୍ୟ କଥା ଚିନ୍ତା କରି କରି କାନ୍ଦୁଥିଲି। ମୁଁ ସେ ଛୁଆକୁ କେବେ ହେଲେ ଆପଣେଇବାକୁ ଚାହୁଁନଥିଲି। ଗୋଟେ ଦିନ ମୁଁ ମୋ ରୁମ୍ରେ ବସିକି କାନ୍ଦୁଥିଲି। ସେହି ସମୟରେ ଆଲୋକ ମୋ ରୁମ୍କୁ ଆସିଲେ ଆଉ କହିଲେ, ମାନସୀ, ମୁଁ ତମର ଏ ଦୁଃଖ ସହିପାରୁନି। କ'ଣ ତୁମକୁ ଜାଣିବାର ଅଛି କି ଏ ଛୁଆ କାହାର? ତାଙ୍କ ମୁହଁରୁ ଏ କଥା ଶୁଣିକି ମୁଁ ଆଶ୍ଚର୍ଯ୍ୟ ଭରା ଭଙ୍ଗୀରେ କହିଲି, ହଁ, ମୋତେ ଜାଣିବାର ଅଛି। ମୋତେ ଜଲ୍ଦି କୁହ, ସେ କିଏ? ଆଲୋକ କହିଲେ, ମୁଁ ତୁମକୁ ସବୁ କିଛି କହିବି, ହେଲେ ଏହା ପାଇଁ ତୁମକୁ ମୋତେ ଗୋଟେ କଥା ଦେବାକୁ ପଡ଼ିବ। ମୁଁ କହିଲି, କ'ଣ? ଏହି ସତ ଜାଣିଲା ପରେ ତମେ ଏହି କଥାକୁ ନିଜ ମନରୁ କାଢ଼ିଦେବ, ଆଉ କାହାକୁ କିଛି କହିବନି। କାହିଁକି ନା ଯଦି ଏ କଥା କାହାକୁ ଜଣାପଡ଼ିବ କି ଏ ଛୁଆ କାହାର ବୋଲି, ତ ଆମ ଛୁଆର ଭବିଷ୍ୟତ ଉପରେ ବହୁତ ଖରାପ ପ୍ରଭାବ ପଡ଼ିବ। ଆଉ ଏଥିରେ ଏ ନିରୀହ ଛୁଆଟିର କ'ଣ ବା ଭୁଲ ଥିଲା? ମୋତେ କୌଣସି ପରିସ୍ଥିତିରେ ବି ସତ ଜାଣିବାର ଥିଲା। ସେଥିପାଇଁ ମୁଁ ଆଲୋକଙ୍କୁ କଥା ଦେଲି ଯେ ଠିକ୍ ଅଛି, ଯେମିତି ତମେ କହୁଛ ମୁଁ ସେମିତି ହିଁ କରିବି। କିନ୍ତୁ ଆଲୋକଙ୍କ ମୁହଁରୁ ସତ ଶୁଣିବା ପରେ ମୋ ପାଦ ତଳେ ଯେମିତି ମାଟି ଖସିଗଲା। କାହିଁକି ନା ଏ ଛୁଆ ସେହି ଲୋକର ଥିଲା ଯାହା ଉପରେ କି ମୁଁ ମୋ ନିଜଠୁ ବି ଅଧିକ ଭରସା କରିଥିଲି। ମୋ ଛୁଆର ବାପା ପ୍ରମୋଦ ଅଙ୍କଲ ଥିଲେ, ଆଉ ପ୍ରମୋଦ ଅଙ୍କଲ ଏସବୁ ମୋ ସହ କରିଥିଲେ। ମୋ ବାପାଙ୍କ ସମ୍ପତ୍ତି ନିଜ ନାଁରେ କରାଇବା ପାଇଁ କରିଥିଲେ। ପ୍ରମୋଦ ଅଙ୍କଲ ଆରମ୍ଭରୁ ହିଁ ମୋ ବାପାଙ୍କୁ ମୋ ବିଷୟରେ ଚୁଗୁଲି କରିଥିଲେ। ଏଥିପାଇଁ ମୋ ବାପା ମୋ ଉପରେ ଭରସା କରୁନଥିଲେ। ଆଲୋକ କହିଲେ କି ଗୋଟେ ଦିନ ପ୍ରମୋଦ ଅଙ୍କଲ ଘରକୁ ଆସିଥିଲେ, ଆଉ ସେଦିନ ଘରେ ଆଲୋକ ଛଡ଼ା ଘରେ ଆଉ କେହି ବି ନଥିଲେ। ବୋଧହୁଏ ସେହିଦିନ ମୋ ମୁଣ୍ଡ ବହୁତ ଜୋରରେ ବିନ୍ଧା ହେଉଥିଲା, ଆଉ ମୁଁ ଆଲୋକକୁ ଚାହା ବନେଇବା ପାଇଁ କହିଥିଲି। ସେତେବେଳେ ଅଚାନକ ପ୍ରମୋଦ ଅଙ୍କଲ ଆସିଲେ ଆଉ ଆଲୋକଙ୍କୁ ରୋଷେଇ ଘରେ ଚା ବନଉଥିବାର ଦେଖିକି ଆଲୋକକୁ ପଚାରିବାକୁ ଲାଗିଲେ, କାହା ପାଇଁ ଚାହା ବନଉଛୁ? ଯେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ଆଲୋକ ମୋ ପାଇଁ ଚାହା ବନଉଛନ୍ତି, ତ ସେ ଆଲୋକକୁ ବାହାନା କରି କିଛି ଜରୁରୀ କାମରେ ବାହାରକୁ ପଠାଇଦେଲେ ଆଉ କହିଲେ, ତୁ ଯା, ମାନସୀକୁ ଚାହା ମୁଁ ଦେଇଦେବି। ଆଲୋକ ଯେତେବେଳେ ମୋତେ ଏ କଥା କହିଲେ ତ ମୋର ମନେ ପଡ଼ିଗଲା କି ଗୋଟେ ଦିନ ପ୍ରମୋଦ ଅଙ୍କଲ ହିଁ ମୋ ପାଇଁ ଚାହା ଆଣିକି ଆସିଥିଲେ। ମୋତେ ବା କ'ଣ ଜଣାଥିଲା ଯେ ସେ ମୋ ବାପା ସମାନର ହେଲା ପରେ ମଧ୍ୟ ସେ ମୋ ସହିତ ଏମିତି କରିବେ ବୋଲି। ମୁଁ ବିନା ଦ୍ୱନ୍ଦ୍ୱରେ ତାଙ୍କ ହାତରୁ ଚାହା ପିଇ ନେଇଥିଲି, ଆଉ ଚାହା ପିଇବା ମାତ୍ରକେ ମୋତେ ନିଦ ଆସିଯାଇଥିଲା। ନିଦ ନୁହେଁ, ବରଂ ମୁଁ ବେହୋସ ହୋଇଯାଇଥିଲି। ଆଲୋକ କହିଲେ କି ଜଣା ନାହିଁ କାହିଁକି ତାଙ୍କୁ କିଛି ଭୁଲ ହେବାର ଅନୁଭବ ହୋଇଯାଇଥିଲା। ଏଥିପାଇଁ ସେ କାମ ସାରିକି ଜଲ୍ଦି ଜଲ୍ଦି ଘରକୁ ଚାଲି ଆସିଲେ। ହେଲେ ଯେତେବେଳେ ପର୍ଯ୍ୟନ୍ତ ସେ ଘରକୁ ଆସିଲେ, ସେତେବେଳକୁ ପ୍ରମୋଦ ନିଜ କାମ ସାରି ଦେଇଥିଲେ। ଆଉ ମୋ ରୁମ୍ରୁ ବାହାରିଲା ବେଳେ ନିଜ ସାର୍ଟର ବଟମ୍ ବନ୍ଦ କରି କରି ନିଜ ଘରକୁ ଚାଲିଗଲେ। ସେବେଠୁ ମୁଁ ପ୍ରମୋଦ ଆଉ ତମ ବାପାଙ୍କ କଥା ଉପରେ ଧ୍ୟାନ ଦେବାକୁ ଲାଗିଥିଲି। ଅଧିକାଂଶ ସମୟରେ ପ୍ରମୋଦ ତମ ବାପାଙ୍କୁ ତମ ବିଷୟରେ ଉସ୍କାଉଥିଲା। ମୁଁ ଚାହିଁଥିଲେ ଏକଥା ମୁଁ ତୁମକୁ ଆଉ ତମ ବାପାଙ୍କୁ କହିପାରିଥାନ୍ତି, କିନ୍ତୁ ମୋତେ ଜଣାଥିଲା ଯେ ମୋ ଭଳି ଚାକର କଥା ଉପରେ କିଏ ବା ଭରସା କରିବ। କିନ୍ତୁ ତମ ବାପା ଯେତେବେଳେ ତୁମକୁ ବହୁତ ଟାଣ ଟାଣ କଥା କହୁଥିଲେ, ମୋତେ ବହୁତ ଖରାପ ଲାଗୁଥିଲା। ମାନସୀ, ମୁଁ ତମ ଘରର ଚାକର କିମ୍ବା ଡ୍ରାଇଭର ଥିଲି। ମାନସୀ, ମୁଁ ତମ ଘରର ଚାକର କିମ୍ବା ଡ୍ରାଇଭର ଥିଲି ସତ, ହେଲେ ତମ ସହ ଏମିତି ବ୍ୟବହାର ହେଉଥିବାର ଦେଖି ମୋ ହୃଦୟ ଜଳି ଯାଉଥିଲା। କହିବାକୁ ଗଲେ ତମର ଏହିଭଳି ଅବସ୍ଥା ଦେଖିକି ମୁଁ ତୁମକୁ ଭଲ ପାଇ ବସିଥିଲି। ଆଉ ଏଇଥିପାଇଁ ସେଦିନ ଯେତେବେଳେ ତମ ବାପା ମୋତେ ପଚାରିଲେ ଯେ କ'ଣ ତୁ ମାନସୀକୁ ବାହା ହେବୁ, ତ ମୁଁ ବିନା ଦ୍ୱନ୍ଦ୍ୱରେ ରାଜି ହେଇଗଲି। କାହିଁକି ନା ମୋତେ ପୁରା ବିଶ୍ୱାସ ଥିଲା ଯେ ମୁଁ ତୁମକୁ ଆପଣେଇବା ସହିତ ତମ ଛୁଆକୁ ବି ଆପଣେଇ ପାରିବି ବୋଲି।
କାହିଁକି ନା ମୁଁ ତୁମକୁ ହୃଦୟରୁ ଭଲ ପାଏ। ଆଉ ଏସବୁରେ ଏ ନିରୀହ ଛୁଆଟିର ବା କ'ଣ ଭୁଲ ଯେ ତାକୁ ଦଣ୍ଡ ମିଳିବ? ଆଲୋକ ଆଉ ମୁଁ ଏହି ସବୁ କଥା ହେଉଥିଲୁ ସେତେବେଳେ ମୋ ପୁଅ, ଯିଏକି ଗଭୀର ନିଦରେ ଶୋଇଥିଲା, ସେ ସେହି ସମୟରେ ଉଠିଗଲା ଆଉ କାନ୍ଦିବାକୁ ଲାଗିଲା। ଆଲୋକ ଜୋର ଜବରଦସ୍ତି ଛୁଆଟିକୁ ମୋ କୋଳରେ ଧରିଦେଲେ। ତ ମାଆର ମମତାରେ ମୋର ହୃଦୟ ବିଚଳିତ ହେବାକୁ ଲାଗିଲା। ଆଉ ମୁଁ ତାକୁ ଛାତିରେ ଜାବୁଡ଼ି ଧରିଲି ଆଉ ଜୋର ଜୋରରେ କାନ୍ଦିବାକୁ ଲାଗିଲି। ମୁଁ ଆଲୋକକୁ କହିଲି ଯେ, ଆଲୋକ, ମୁଁ ଯେମିତି ତୁମକୁ କଥା ଦେଇଛି ଯେ ଏ କଥା ମୁଁ କାହାକୁ କହିବିନି ବୋଲି, ସେମିତି ତମେ ବି ମୋତେ କଥା ଦିଅ ଯେ ଏ କଥା ତମେ ମୋ ବାପାକୁ କହିବ। ତାଙ୍କୁ ବି ସତ ଜାଣିବା ଦରକାର ନା ତାଙ୍କ ଝିଅ ସହ ଭୁଲ କରିଥିବା ଲୋକ ଜଣକ କିଏ ବୋଲି। ଆଉ ଆଜି ପର୍ଯ୍ୟନ୍ତ ସେ ମୋ ଉପରେ ସନ୍ଦେହ କରୁଥିଲେ, ହେଲେ ତାଙ୍କ ଝିଅ ଭୁଲ ନୁହେଁ, ବରଂ ତାଙ୍କର ସବୁଠୁ ବିଶ୍ୱସ୍ତ ସାଙ୍ଗ ହିଁ ଭୁଲ ଥିଲେ, ଯାହା ଉପରେ କି ସେ ନିଜଠୁ ବି ବେଶୀ ଭରସା କରୁଥିଲେ। ଆଲୋକ କହିଲେ, ଯଦି ତମ ବାପା ଏକଥା କାହାକୁ କହିଦିଅନ୍ତି ତ? ମୁଁ ଆଲୋକକୁ କହିଲି, ବାପା ଏକଥା କାହାକୁ ବି କହିବେନି। ମୁଁ ବାପାଙ୍କୁ ଏକଥା ବୁଝେଇଦେବି ଯେ ନିଜ ପାଇଁ ନହେଲେ ନାହିଁ, କିନ୍ତୁ ନିଜ ଝିଅ ପାଇଁ ତାଙ୍କୁ ଚୁପ୍ ରହିବାକୁ ପଡ଼ିବ। ମୁଁ ଏଇଥିପାଇଁ ତାଙ୍କୁ ଜଣାଇବାକୁ ଚାହୁଁଛି ଯେ ସତ କ'ଣ ସେ ବି ଜାଣନ୍ତୁ। ଆଲୋକ ସେହି ସମୟରେ ହିଁ ବାପାଙ୍କୁ ଫୋନ୍ କରି ଡାକିଲେ ଆଉ ସବୁ ସତ ସତ କହିଦେଲେ। ବାପାଙ୍କୁ ଯେତେବେଳେ ଏକଥା ଜଣାପଡ଼ିଲା ତ ସେ ମୋ ଆଗରେ ହାତ ଯୋଡ଼ି ଜୋର ଜୋରରେ କାନ୍ଦିବାକୁ ଲାଗିଲେ ଆଉ କହିବାକୁ ଲାଗିଲେ ଯେ, ମାନସୀ, ମୋତେ କ୍ଷମା କରିଦେ। ମୁଁ ମୋ ଝିଅ ଉପରେ ଭରସା ନ କରି ବହୁତ ବଡ଼ ଭୁଲ କରିଛି। ଆଉ ଯଦି ଏ ଛୁଆର ଭବିଷ୍ୟତ କଥା ନ ଉଠିଥାନ୍ତା, ତେବେ ମୁଁ ଏବେ ସାଙ୍ଗେ ସାଙ୍ଗେ ପ୍ରମୋଦକୁ ଜେଲ୍ ପଠାଇ ଦେଇଥାନ୍ତି। କିନ୍ତୁ ଏତେ ବଡ଼ ଭୁଲ କରିଥିବା ଲୋକକୁ ଆମେ କେମିତି ବା ଏମିତି ଖୋଲାରେ ଛାଡ଼ି ପାରିଥାନ୍ତୁ? ସେଥିପାଇଁ ବାପା ସମ୍ପତ୍ତି ହଡ଼ପ ଆଉ ଷଡ଼ଯନ୍ତ୍ର କେସ୍ରେ ପ୍ରମୋଦକୁ ଜେଲ୍ ପଠାଇଦେଲେ। ଆଉ ବାପା ସେହିଦିନ ହିଁ ମୋତେ ଆଲୋକ ଆଉ ଆମ ଛୁଆକୁ ନିଜ ସହିତ ନେଇକି ଚାଲି ଆସିଲେ ଆଉ ପ୍ରମୋଦ ସହ ସବୁ ସମ୍ପର୍କ ଭାଙ୍ଗିଦେଲେ। ମୁଁ ଆଉ ଆଲୋକ ଜଣେ ଦୁଇ ଜଣଙ୍କୁ ଗୋଟେ କଥା ଦେଇଥିଲୁ, ଆମେ ବାହାର ଲୋକଙ୍କଠୁ ଅଧିକ ନିଜ ଛୁଆ କଥା ଶୁଣିବୁ ଆଉ ବିଶ୍ୱାସ ମଧ୍ୟ କରିବୁ। କାହିଁକି ନା ମୋ ବାପା ମୋ ସହ ଯାହା କରିଥିଲେ, ସେହିଭଳି ଭୁଲ କୌଣସି ପିତାମାତା ନିଜ ଛୁଆ ସହ ଯେମିତି ନ କରନ୍ତୁ। କାହିଁକି ନା ଯଦି ମୋ ବାପା ମୋ ଉପରେ ଭରସା କରିଥାନ୍ତେ, ତେବେ ମୋତେ ଆଜି ଏସବୁ କଷ୍ଟ ଭୋଗିବାକୁ ପଡ଼ିନଥାନ୍ତା। ତେବେ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓକୁ ତ ଲାଇକ୍ କରିବେ, ସେୟାର କରିବେ ଆଉ ମୋ ଗପପେଡ଼ି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତାହେଲେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।